ओम नमो भगवते वासुदेवाय। द्वितीय अध्याय। श्रीशुक उवाच। एमन्ते पितार अंतरे पितार आज्ञा घेनि शिरे जम्बुदीपर प्रजाजन अग्निन्द्र करई पालन। एमन्ते केते दिन गला अग्निन्द्र मने विचारिला संतोषे पितृलोकंकर एमन्ते होइला बाहार। एमन्त मने विचारिला मंदर गिरिरे मिलिला सुरबनिता क्रीडा स्थाने तहिर निगम जे बने संसार कर्म कुजे ध्यायी बसिला स्थिर मन होई ताहा जानिले भगवान जे प्रभु सृष्टिर कारण अति सुंदरी अपसरी पूर्वचिति नाम ताहारी ताहार उपवन लागे मिलिला अपसरी बेगे अति मंजुल मनोहारी विविध बिटपी आचरी घन कानन लता मान अचंती नाना पक्षी गण कनाभिराम ध्वनि माने करंती हरषित मने स्वच्छ निर्मल स्वादु बारी विविध जलाशय पुरी कुक्कुट कारंडक हंस करंती ऋतुरे विलास कानने नाना पुष्पसार पद्मपूरित सरोवर मधुप वन बहे नृत्य ता देखी कन्या तो सचित मधुप वन बहे नृत्य ता देखी कन्या तो सचिते करई ललिते गायन विन्यासे पाद गतिमान चरणे नुपुर ताहार ध्वनि उठई निरंतर अति मंजुल ताहा शुणी नृपकुमार शिरोमणि समाधि जोगरु ताहार नयन कमल जुगल ईशिते विकसित हेला मधु मधुरे से हसिला निकटे तार मुख देखी पिछाड़ी न पारई आखि भ्रमर पत्नी से केजेसन पुष्प लोड़ई बने बन देवता आदि करी जेते उल्लास हुअंती जगते विहार अवलोकन रे शरीर वचन मधुरे प्राणीर मन कुसे नेई अनंगे अस्थिर कराई से जेते बेले वाक्य कही बदनु सुगंध आसई तेणु लुब्धक भृंग गण भ्रमंती तार सन्निधेन जेणु न पारे बेगे जाई पवने बसई बसन चलई ता देखी नृपति नंदन होइला अनंगे बंधन जड़र प्राय से होइला काहुंतु अइलु बोइला बन देवता माया करी बने खेलिब मन हेरी कामर अस्त्र मान जोखी कियर्थे भूलु तु मृगाखी मो आगे कह तु वचन मृग को लुडु की कारण तो बेनी कमल लोचन निश्चय अनंगर बाण काहाकू बिंधिबु सुंदरी कह तु माया दूर करी जेउ लोकरे दया करी अनंग अनले न मारी
ଚରଣ ପଙ୍କଜେ ତୋହର ମଧୁର ବାଜଇ ନୂପୁର ଶରୀର ପୁଲକ ତୋହର ଉତ୍ପଳ ଘନ କୁଚ ଭାର କିୟ ବା ଚକ୍ରବାକ ବେନି ଚରିରେ ବହିଛୁ କାମିନୀ ମଧ୍ୟଭାଗ ଯେ ଜାଣ ତୋର ଅଟଇ ଅତି ମନୋହର ତହିଁ ମୋ ନୟନ ଯୁଗଳ ଆଶ୍ରୟ କଲାକ ନିଶ୍ଚଳ ଏ ମୋର ତପୋବନ ଭୂମି ଅତି ସୁନ୍ଦର କଲୁ ପୁଣି ଯାହାର ନୟନ ଗୋଚର ହୋଇବ ରୂପ ଗୁଣ ତୋର ଅନଙ୍ଗ ବଶ ହୋଇ ସେ କି ରହିବ ଏମନ୍ତ ହୋଇକି ଅଦ୍ଭୁତ ସୁଧା ରସ ସାର ଆନନ୍ଦ କରଇ ଅଧର ସୁରଙ୍ଗ ଦିଶଇ ତାହାର କିୟ ବା ଦେବା ପଟାନ୍ତର ବିଷ୍ଣୁ ସକଳାକୁ ତୁକି ଧରି ମର୍ତ୍ତ୍ୟକୁ ଅଇଲୁ ସୁନ୍ଦରୀ ମକର କୁଣ୍ଡଳ ତୋ କର୍ଣ୍ଣେ ଚଞ୍ଚଳ ମୀନକି ନୟନେ ଏ ତୋର ହନ୍ତପନ୍ତି ଦୁଇ ଡାଳିମ୍ବ ମଞ୍ଜିକୁ ଗଞ୍ଜଇ ଏ ବନ ସରୋବରେ ମୁହିଁ କଷ୍ଟେ ତପସ୍ୟା ଚରଇ ତପସ୍ୟା ପୂର୍ଣ୍ଣ ହେଲା ମୋର ଯେଣୁ ତୁ ନୟନ ଗୋଚର କିବା ପ୍ରଭୁଙ୍କ ପ୍ରସନ୍ନରେ ସୁନ୍ଦରୀ ମିଳିଲୁ ମୋହରେ ପ୍ରସନ୍ନ ହୁଅ ମୋତେ ତୁହି ମିତ୍ର ଭାବରେ ମୁଁ ଭଜଇ ତୋତେ ତ ନ ଜାଣଇ ମୁହିଁ ବ୍ରହ୍ମା କି ଦେଲେ ପଠିଆଇ ତୋ ରୂପ ଦେଖି ମୋର ମନ ରହିଲା ନିଶ୍ଚଳ ନୟନ ହେ ପିନ ସ୍ତନା ଶୁଭ୍ର କେଶୀ ତୁ ମୋତେ ଭଜ ଗୋ ବିଶେଷୀ ବ୍ରତ ମୋହର ତୋର ପାଇଁ ସୁଫଳ ହୋଇଲା କସହି ସୁଫଳ କର ସଖୀ ଏହା ସ୍ୱଭାବେ ତୁହି ପୁଣ୍ୟ ଦେହା ଏମନ୍ତେ ସେହି ନୃପମଣି କହିବି ବିଧ ଚାଟୁବାଣୀ ମଧୁର କୋମଳ ବଚନ କହି ହରିଲା କନ୍ୟା ମନ ନୃପକୁ ମୋର ରୂପ ଗୁଣ ବିଦ୍ୟା ଯୌବନ ସୁରପଣ ଏମନ୍ତ ଗୁଣେ କନ୍ୟା ମନ ତକ୍ଷଣେ ହୋଇଲା ବନ୍ଧନ ଅଗ୍ନିନ୍ଦ୍ର ସହିତେ ସୁନ୍ଦରୀ ଲକ୍ଷେ ବରଷ ଭୋଗ କରି ଜମ୍ବୁଦ୍ୱୀପରେ ରାଜା ହୋଇ ବିବିଧ ଭୋଗ ସେ ଭୁଞ୍ଜଇ ପୂର୍ବଚିତି ଗର୍ଭୁ ସମ୍ଭୂତ ହୋଇଲେ ଅଗ୍ନିନ୍ଦ୍ରର ସୁତ ଇଳାବୃତ ଯେ ହରିବର୍ଷ ନାଭିରମ୍ୟକ କି ପୁରୁଷ ଭଦ୍ରାଶ୍ୱ କୋର ହିରଣ୍ମୟ କେତୁମାଳ ଯେ ନତନୟ ବରଷ ବରଷ କେ ତାର ହୋଇଲା ଏ ନବ କୁମର ଗୃହକୁ ତେଜି ପୂର୍ବଚିତି ବ୍ରହ୍ମାର ଶରଣେ ସେବନ୍ତି ମାତାର ପୁଣ୍ୟ ବଳୁ କରି କୁମରେ ଧର୍ମକୁ ଆଚରି ପିତା ବିଭାଗ ଅନୁମତେ ଜମ୍ବୁଦ୍ୱୀପକୁ ଯଥୋଚିତେ ଭୋଗ ଯେ କଲେ କୁମରେ ପିତାର ଆଜ୍ଞା ଘେନି ଶିରେ ଏଣୁ ଅନ୍ତରେ ପୁଣ ପୁଣ ହୋଇଲା ଅଗ୍ନିନ୍ଦ୍ର ରାଜନ କିଛି ଦିନରେ ସେ ଅନ୍ତରେ ରାଜାଧିକାର ପାଇ ତାରେ ପିତା ପିତୃଲୋକ ଅନ୍ତରେ ପୁତ୍ରତା ବିଭାଏ ସଂସାରେ ମେରୁର କନ୍ୟା ମାନେ ଯେତେ ବିବାହ ହୋଇଲେ ବେଦ ମତେ ମେରୁ ଦେବୀ ଯେ ପ୍ରତିରୂପା ଲତାର ମ୍ୟାଞ୍ଜେ ଉଗ୍ର ଦଂଷ୍ଟ୍ରା
ବେଦାଧିପତି ନାରୀ ଶ୍ୟାମା ଭଦ୍ରା ସହିତେ ନବକନ୍ୟା ଏ ନବକନ୍ୟା ବିଭା ହେଲେ ବେଦୋକ୍ତ ମତେ ସେ ରହିଲେ କହଇ ବିପ୍ର ଜଗନ୍ନାଥ ଅଗ୍ନିନ୍ଦ୍ର ସୁତଙ୍କ ଚରିତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟ ସଂହିତାୟା ବୟାସିକ୍ୟାଂ ପଞ୍ଚମ ସ୍କନ୍ଧ ଅଗ୍ନିଦ୍ର ସୁତ ଚରିତ ନାମ ଦ୍ୱିତୀୟୋଧ୍ୟାୟ। ଓମ୍ ନମଃ ଭଗବତେ ବାସୁଦେବାୟ।